ଆଜିଠୁ ଆରମ୍ଭ ଦଶମ ବୋର୍ଡ ପରୀକ୍ଷା। 5.5 ଲକ୍ଷ ପିଲା ଦେବେ ଛାତ୍ର ଜୀବନର ବଡ଼ ଏକ୍ଜାମ୍। ବର୍ଷଯାକ କେତେ ପାଠ ପଢ଼ିଲ, ଏବେ ପରୀକ୍ଷାର ବେଳ। ସିବିଏସ୍ଇ ଦ୍ୱାଦଶ ଦଶମ ପରୀକ୍ଷା ଚାଲିଥିଲା ବେଳେ କାଲିଠୁ ଆରମ୍ଭ ହୋଇଛି ସିଏଚ୍ଏସ୍ଇ +2 ପରୀକ୍ଷା। ଆଜିଠୁ ଆରମ୍ଭ ହେବ ଓଡ଼ିଶା ବୋର୍ଡ ଅଧୀନରେ ହେବାକୁ ଥିବା ମ୍ୟାଟ୍ରିକ୍ ପରୀକ୍ଷା। ସ୍ୱଚ୍ଛତାର ସହିତ ପରୀକ୍ଷା ସାରିବା ସରକାରଙ୍କ ପାଇଁ ଆହ୍ୱାନ। ଚଳିତ ବର୍ଷ ରାଜ୍ୟର 5,61,979 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 3,082 କେନ୍ଦ୍ରରେ ହେବ ପରୀକ୍ଷା। ସକାଳ 9ଟାରୁ ଆରମ୍ଭ ହେବ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ଼ ଆହ୍ୱାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୋଡାଲ ସେଣ୍ଟର ସହିତ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି। କଣ୍ଟ୍ରୋଲ ରୁମ୍ରୁ ସ୍ୱତନ୍ତ୍ର ଭାବେ ମନିଟରିଂ କରାଯିବ। 1364 କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ହବ୍ଗୁଡ଼ିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି। ସବୁ କେନ୍ଦ୍ରକୁ ଜଗି ରହିଛି ପୋଲିସ। ପରବର୍ତ୍ତୀ ଖବର। ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ, କହିଲେ ଜେଲ୍ ଡିଜି। ଜେଲ୍ ଅବ୍ୟବସ୍ଥା ନେଇ ପ୍ରେସମିଟ୍ ବେଳେ ମିଡିଆକୁ ଟାର୍ଗେଟ କଲେ ଜେଲ୍ ଡିଜି ସୁଶାନ୍ତ ନାଥ। କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ। ଚୌଦ୍ୱାର ଜେଲ୍ରୁ କଏଦୀ ଚମ୍ପଟ 5 ମାସ ହେଲା କାହିଁକି ଚଲାଉଛନ୍ତି? ଏହାର କୌଣସି ପବ୍ଲିକ୍ ଇଣ୍ଟରେଷ୍ଟ ନାହିଁ ବୋଲି ମୋର ବ୍ୟକ୍ତିଗତ ମତ। ଏହାସହ କ'ଣ ଖବର ପ୍ରସାରଣ କରାଯିବ ଓ କେଉଁ ଖବର ପ୍ରସାରଣ କରା ନଯିବ ସେ ନେଇ ସାମ୍ବାଦିକଙ୍କୁ ପାଠ ପଢ଼ାଇବାକୁ ବି ପଛାଇଲେନି। ଚୌଦ୍ୱାର ଜେଲ୍ରେ ମହିଳା କଏଦୀଙ୍କୁ ସୁନା ବଦଳରେ ଟଙ୍କା ଫେରାଇବା ଅଭିଯୋଗ ପ୍ରସଙ୍ଗରେ ପ୍ରଶ୍ନ ବେଳେ ଉତ୍କ୍ଷିପ୍ତ ହୋଇଥିଲେ ଜେଲ୍ ଡିଜି। ତେବେ ପ୍ରେସମିଟ୍ରେ ମଡେଲ ଜେଲ୍ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜେଲ୍ ଭିତରେ ଓ ବାହାରେ ଏଆଇ କ୍ୟାମେରା ଲାଗିବ। ଜେଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ପରବର୍ତ୍ତୀ ଖବର। ରାହୁଲ ଗାନ୍ଧୀ ଭାରତର ସୁରକ୍ଷା ପାଇଁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ବୋଲି କହିଲେ କିରଣ ରିଜ୍ଜୁ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତର ସୁରକ୍ଷା ପାଇଁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ହୋଇଛନ୍ତି। ସେ ଭାରତ ବିରୋଧୀ ଶକ୍ତି ସହିତ ଜଡ଼ିତ ଏବଂ ନକ୍ସଲବାଦୀ, ଆତଙ୍କବାଦୀ ଏବଂ ଜର୍ଜ ସାରୋସ୍ଙ୍କ ପରି ଲୋକଙ୍କ ସହିତ ଭେଟିଥାନ୍ତି। ରିଜ୍ଜୁ ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି। ରିଜ୍ଜୁ ଆହୁରି କହିଛନ୍ତି ଯେ ସଂସଦରେ ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ। ବିରୋଧୀ ଦଳର ନେତା ସମଗ୍ର ବିରୋଧୀ ଦଳର ପ୍ରତିନିଧିତ୍ୱ କରନ୍ତି। ସଂସଦ ବାହାରେ ଯାଇ ଲୋକଙ୍କୁ ଦେଶଦ୍ରୋହୀ କହିବା, ନାଟକୀୟ ଧାରଣା ଦେବା ଏବଂ ଏକ ଅପ୍ରକାଶିତ ପୁସ୍ତକ ଦେଖାଇବା ଏସବୁ ପିଲାଳିଆ ଆଚରଣ। ଭାରତର ଇତିହାସରେ ଆମେ ଏପରି ବିରୋଧୀ ଦଳର ନେତା କେବେ ଦେଖିନାହୁଁ। ପରବର୍ତ୍ତୀ ଖବର। କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି। ପିସିସି ସଭାପତିଙ୍କ ନିକଟକୁ ସେ କାଲି ଇସ୍ତଫା ପତ୍ର ପଠାଇଛନ୍ତି। ଦଳକୁ ସମୟ ଦେଇପାରୁନଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ୱ ନେଉଛନ୍ତି ଜୟରାମ। ଏହା ପୂର୍ବରୁ ସେ ବିଜେପିରେ ରହିଥିଲେ। 2022 ମସିହାରେ ବିଜେପି ଛାଡ଼ି ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେବେଠାରୁ ସେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗି ଦୀର୍ଘ ଦିନ ହେବ ପ୍ରୟାସ କରି ଆସୁଛନ୍ତି। ଏଥିପାଇଁ ସେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛନ୍ତି। ଜୟରାମ ପାଙ୍ଗି 2017 ମସିହାରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ପୂର୍ବରୁ 4 ଥର ପଟାଙ୍ଗୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2009 ମସିହାରେ କୋରାପୁଟରୁ ଗିରିଧର ଗମାଙ୍ଗକୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ଖବର। ଫଳ ଉତ୍ପାଦନରେ 11 ନମ୍ବରରେ ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେବ। ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେବ ଉତ୍ତର ରଖି କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ 11 ନମ୍ବରରେ ରହିଛି। ରାଜ୍ୟର 7,919 ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫୁଲ ଫଳ ଚାଷ କରୁଛନ୍ତି। ସେମାନଙ୍କ ବାର୍ଷିକ ଆୟ 10,416,91,000 ଟଙ୍କା ରହିଛି। 2024-25 ଆର୍ଥିକ ବର୍ଷରେ ଓଡ଼ିଶାରେ 27.18 ଲକ୍ଷ ଫଳ ଉତ୍ପାଦନ ହୋଇଛି। ପୁରୀରେ ସର୍ବାଧିକ 586 ଉଦ୍ୟୋଗୀ ଫଳ ଚାଷ କରୁଛନ୍ତି। ସମ୍ବଲପୁର ଓ ସୁନ୍ଦରଗଡ଼ରେ 115 ଉଦ୍ୟୋଗୀ ଫୁଲ ଚାଷ କରୁଛନ୍ତି। ପରବର୍ତ୍ତୀ ଖବର। ଏକ୍ସପ୍ରେସ୍ ୱେରେ ପରସ୍ପର ସହ କଥା ହେବେ କାର୍। ଦେଶରେ ଏକ୍ସପ୍ରେସ୍ ୱେ ବିସ୍ତାର ହେବା ସହିତ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଭେହିକିଲ୍ ଟୁ ଏଭ୍ରିଥିଙ୍ଗ ନାମକ ଏକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହା ଅନ୍ତର୍ଗତ ରାଜପଥରେ ଯାତ୍ରା କରୁଥିବା ଯାନଗୁଡ଼ିକ ୱେର୍ଲେସ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ରହିବେ। ଦେଶର ସବୁଠାରୁ ଦୀର୍ଘ ରାଜପଥ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଏହି ପ୍ରଯୁକ୍ତିବିଦ୍ୟା ଆରମ୍ଭ କରାଯିବ ବୋଲି ରିପୋର୍ଟ କରାଯାଇଛି। ବିଶ୍ୱର ସବୁଠାରୁ ଦୀର୍ଘ 6G ସେନ୍ସର ନେଟୱାର୍କ ସହିତ
डिसेम्बर 2026 एहार परीक्षण आरंभ हेबो। एही योजना अनुसार दिल्ली मुंबई एक्सप्रेसवे रे चारि पाखरे लक्ष लक्ष सेंसर स्थापन कराजिबो, जहाद्वारा द्रुत गति जाउथिबा कार गुड़िक लाल बत्ती, साइन बोर्ड, पदयात्री, जानवाहन एवं अन्यान्य जिनिसगुड़िक चिन्हिबाकू सक्षम हेबे। परवर्ती खबर, दशपल्लारे रंधा गोमांस जबत, तातिले लोके। दशपल्ला एनएसी अंतर्गत स्थानीय मोची साहिरे जड़े व्यक्ति गोमांस रोषेई करुथिबा बेले एहाकू किछि स्थानीय युवक देखिथिले। परे गोमांस को जबत करने सहित स्थानीय अंचल में उत्तेजना देखा देथिला। सूचना अनुसार सुरेश मेहर घरे दीर्घदिन धरी निमाई मेहर भड़ारे रोहुथिले। से किछि गोमांस आनी रोषेई करुथिबा बेले किछि स्थानीय युवक यह देखि दशपल्ला पुलिस को खबर देथिले। खबर पाई पुलिस घटनास्थल में पहुंची गोमांस जबत करने सहित निमाई को थाना रे अटक रखिथिबा जଣା पड़िछि। पुलिस पक्षरु ए घटनार विभिन्न दिगकु नै तदंत जारी रहिछि। ए घटना को नै स्थानीय अंचल में उत्तेजना लागि रहिथिबा बेले पुलिस पक्षरु तीक्ष्ण नजर रखा जायछि। परवर्ती खबर, एक्शन मोड्रे खड़ियाल पुलिस 24 घंटे धराहेले अभियुक्त। नगद 37,20,120 टंका सह बहु सुनारूपा अलंकार उद्धार, 4 अभियुक्त गिरफ। नुआपड़ा जिला खड़ियाल पुलिस को मिली एक बड़ सफलता। एक बड़ चोरी घटनार पर्दाफाश करिछि मात्र 24 घंटा मध्य। समस्त अभियुक्तों को गिरफ करने सहित चोरी होइथिबा सुना रूपा अलंकार सह विपुल परिमाणर टंका को जबत करिछि खड़ियाल पुलिस। एने खड़ियाल ठारे एक सांबादिक सम्मेलन करी सूचना दैछन्ति खड़ियाल एसडीपीओ। 4 अभियुक्त स्थानीय अंचलपुर ग्रामर वोलेश्वर ठेला, चूड़ामणि कांड, गणेश ठेला और हेमंत कटा गत 15 तारिख संध्या समय खड़ियाल 11 नंबर वार्डर प्रवीण अग्रवाल नामक जड़े व्यवसायी सपरिवार शिवरात्रि कार्यक्रम बाहर को जाइथिले। तार सुजोग नहीं दुर्वृत्त माने घरे पशि घरे थिबा सुना रूपा टंका सह लकर को ताड़ी नहीं जाइथिले। परवर्ती खबर, विधानसभा रे बीजेडी बीजेपी कली, इनपुट सब्सिडी नहीं टणाउटरा। इनपुट सहायता नहीं जोगाण मंत्री उत्तर पर सरकार को टार्गेट कले विरोधी दल उपनेता। 800 बदल में कहीं 731 टंका देउछंती बोली पचारिले प्रसन्न आचार्य। से कहते जे चाषी को 800 टंका देवे बोली बीजेपी सरकार घोषणा करथिला, हेले 731 टंका कहीं देउछंती। चाषी को 69 टंका कहीं वंचित करा जाउछि। प्रसन्न आचार्य अभियोग पर बीजेपी अश्विनी षडंगी जवाब रखिछंती। से कहते जे 100 टंका घोषणा कर देई नथिले सेमाने केउ मुहरे 800 टंका कथा कहउछंती। आमे निर्वाचन बेले 3100 टंका देबु बोली कहिथिलु आउ देउछु। सूचना थाउ कि चाषी को केते टंका इनपुट सब्सिडी मिलुछि बोली बीजेडी विधायक रोमांच रंजन विश्वाल प्रश्न करथिले। जोगाण मंत्री यार उत्तर में कहिथिले जे चाषी को 800 टंका नुहे 731 टंका इनपुट सब्सिडी मिलुछि। केन्द्र में 2369 रे धान किणुछि, राज्य सरकार 731 टंका देउछंती। जदि सरकार 800 टंका देइथान्ते ताहले 3169 टंकारे धान किणिथान्ते। परवर्ती खबर, 2027 मार्च सुधा 3 लाख परिवार प्रधानमंत्री सूर्यघर योजन हेबे सामिल। ओडिशा रे प्रधानमंत्री सूर्यघर योजनार अग्रगति केते दूर हैला, 2024-25 25-26 रे केते जन को ए योजना रे अंतर्भुक्त करा जायछि एवं आगकु आउ केते जन को ए योजना रे अंतर्भुक्त करा जिवो। एने बीजेडी विधायक गणेश्वर बेहेरांको अणतारका प्रश्नर लिखित रे उत्तर रखिछंती उपमुख्यमंत्री तथा शक्ति मंत्री केवी सिंहदेव। विधानसभा रे रखा जायतिबा तथ्य अनुसार 2027 सुधा 3 लाख परिवार को मागणा विद्युत जोगाइबा पई सरकार लक्ष्य रखिछंती। परवर्ती खबर, राज्यसभा निर्वाचन पई बाजिला बिगुल। चतुर्थ आसन में समर्थक देबु कही बीजेडी बढ़ाइला सस्पेंस। मार्च 16 रे ओडिशार 4 राज्यसभा आसन पई हेबो निर्वाचन। एने कार्यसूची जारी करिसेंती भारतीय निर्वाचन कमिशन। 26 तारिख रे विज्ञप्ति प्रकाश पाइब। 5 तारिख नामांकन पत्र दाखलर शेष दिन। ए विज्ञप्ति प्रकाश पाइबा परे राज्यसभा आसन दखल पई आरंभ होइछि रणनीति। खास करी चतुर्थ आसन को नहीं सबुठु बेसी चर्चा। तारीख घोषणा सहित ओडिशा राजनीति को सरगरम कलानी राज्यसभा निर्वाचन। चतुर्थ आसन को नहीं शंका जेतिकी सस्पेंस सेतिकी। हेले एहारी भितरे बीजेडी विधायक गौतम बुद्ध दास का बयान चतुर्थ आसनर चर्चा को आहरी बढ़ाई देछि। कहू कहू गौतम कहते दक्ष और आनुगत्य थिबा प्रार्थी को राज्यसभा पठाइब बीजेडी। हेले चतुर्थ आसन पई बड़का विधायकों समर्थन काहाकू दियाजिब ताहार निष्पत्ति सुप्रीमो नेबे। एभली कही गौतम परोक्षरे संकेत दैछंती दल चतुर्थ आसन में प्रार्थी ओह्लाइबनी बरं समर्थन देव। तेबे काहाकू समर्थन देव बीजेडी, एभली प्रश्न राजनैतिक महल में उंकी मारिलाणी। परवर्ती खबर, विभिन्न विभाग में खाली थिबा पदवी पूरण पई त्वरित पदक्षेप नियो बोली कहिले मुख्य शासन सचिव।
आगामी 3 मास मध्य विभिन्न विभाग में खाली थिबा पदवी पूरण पर नियाଯାଇଥିବା पदक्षेप संपर्क में मुख्य शासन सचिव अनु गर्ग सचिव स्तरीय बैठक में समीक्षा करी एही निर्देश दैछन्ति। मुख्य शासन सचिवଙ୍କ अध्यक्षतार सचिव स्तरीय बैठक बुधवार अनुष्ठित होइछि। विकसित ओडिशा 2036 और 2047 लक्ष्य रखी प्रस्तुति होइतिबा 2 वर्षीय एक्शन प्लान रो कार्यकारिता नहीं नियमित समीक्षा करबाकू मुख्य शासन सचिव परामर्श दैछन्ति। ओडिशार दीर्घमियादी लक्ष्य हासिल पई एथिप्रति समस्त विभाग माने गुरुत्व देबाकू परामर्श दैथिले। परवर्ती खबर पुणी ब्रह्मपुर एमकेसीजी मेडिकल रे भर्ती हेले विक्रम पंडा। गत रातिरे पेट और छाती जंत्रणा हेबा परे सर्जरी विभाग में भर्ती होइथिले। आज स्वतंत्र डाक्तरी टीम तांकर चिकित्सा आरंभ करिसेंति। असुस्थ थिबा सत्वे तांकु एमकेसीजी रो डिस्चार्ज करा जायतिबा नै विक्रम अभियोग करिसेंति। सेपटे बीजेडी रो किछि नेता और कर्मी विक्रम को एमकेसीजी मेडिकल रे साक्षात करी स्वास्थ्य अवस्था पचारि बुझिसेंति। एथिसह पुलिस और मेडिकल कर्तृपक्ष चापरे आसी विक्रम को स्वास्थ्य सेवा सठिक भावे जोगाई देउनथिबा अभियोग करिसेंति। परवर्ती खबर जिला स्तरीय उन्नयनमूलक योजनार समीक्षा। असंपूर्ण थिबा प्रकल्पगुड़िक समय सीमा मध्य शेष कर काम आरंभ होइनथिबा प्रकल्पगुड़िक शीघ्र आरंभ करा जाऊ। जिला स्तर में खनिज संपदर चिन्हट और परिचालना पई जिला सर्वेक्षण विवरणी शीघ्र पठाइबाकू निर्देश। जिला स्तर में कार्यकारी होतिबा विभिन्न उन्नयनमूलक योजनार मंगलवार समीक्षा करने अवसर में मुख्य शासन सचिव अनु गर्ग निर्देश दैछन्ति। बैठक में उन्नयन कमिशनर तथा अतिरिक्त मुख्य शासन सचिव देवरंजन कुमार सिंह समेत विभिन्न विभागर प्रमुख शासन सचिव और कमिशनर तथा शासन उपस्थित थिले। समस्त जिलापाल माने आवासीय माध्यम बैठक में जोग दैथिले। परवर्ती खबर कटक सहर में काया विस्तार कलानी जंडिस। ए वार्डरू से वार्ड बापी चली कामल रोग। गतकाली मेयर कमिशनर स्थिति जांच करथिबा बेले घटनास्थल में पहुंची वार्डको अधिकारी जलसाथी एवं सीएमसी अधिकारी। कटक महानगर निगमर 10 एवं 12 नंबर वार्ड एवं जंडिस कब्जारे। मानसिंहपाटଣା मस्तरा मठ गली और काफला बजार में व्यापुछि जंडिस हेले यार कारण एजाए जनापड़ी नहीं। अंधारे बाड़ी बुलाइबा भली कूଅ एवं ढिंकिया कलर दूषित पानीरू एभली जंडिस व्यापुछि बोली सफेई देउछन्ति अधिकारी। परवर्ती खबर भूतप्रेत भୟରେ मारीगुड़ा ग्रामवासी रातिरे हेउछि विकटाल शब्द लोकंक घरे चुली जळुनी। दक्षिण ओडिशार उपांत रायगड़ा जिल्लार ग्रामांचल रे एबे भी भरी रहिछि अंधविश्वास। भूतप्रेतकु नै आज मध्य आदिवासी संप्रदाय अंधारे रहुछन्ति। गाँव भूत बुलुछि कही रायगड़ा सहररू मात्र 2 किलोमीटर दूर में थिबा मारीगुड़ा ग्रामवासी आतंकित अवस्था रहिछन्ति। गत 5 मासरे 5 जन मृत्युवरण करबा परे सेमानक आत्मा गाँव बुलुछि बोली लोके विश्वास करुछन्ति। भूत भୟରେ गाँ युवक माने राति अनिद्रा होई गाँ जगुथिबा बेले एबे गाँव में पूजार्चना करबा पई चांदा आदाय करुछन्ति बोली जଣା पड़िछि। डिजिटाल जुगरे मध्य भूतर आतंक को नहीं अंचल में चर्चा जोर धरिछि। संज नईले गाँ मुंडरे थिबा गछरु धुआं बाहरुछि आ विलंबित रात्रि रे विकटाल शब्द हेउछि। भूत और प्रेतात्मा को नहीं लोके आतंकित अवस्था रहिथिबा बेले गत 3 दिन हेबो अधिकांश लोकंक घरे ठीक भावे चुली जଳି नथिबा भली अभावनीय घटना देखिबाकू मिलिछि। परवर्ती खबर मार्च 16 रे हेबो राज्यसभा निर्वाचन विज्ञप्ति जारी कले निर्वाचन कमिशन। भारतीय निर्वाचन आयोग 10टी राज्यर 37टी राज्यसभा आसन पई आसंता मार्च 16 तारिख रे भोट अनुष्ठित हेबो बोली घोषणा करछन्ति। राज्य परिषदर एही सदस्यमानक कार्यकाल 2026 एप्रिल रे शेष हेबाकू जाउथिबारु एथिपाई निर्वाचन अनुष्ठित होउछि। एही 10 राज्य मध्यरे ओडिशा, महाराष्ट्र, तमिलनाडु, पश्चिमबंग, आसाम, बिहार, छत्तीसगढ़, हरियाणा, हिमाचल प्रदेश और तेलंगाना रहिछन्ति। निर्वाचन आयोगक घोषणा अनुसार 26 फेब्रुआरी रे विज्ञप्ति प्रकाश पाइबा सहित निर्वाचन प्रक्रिया आरंभ हेबो। मार्च 5 तारिख नामांकन दाखल पाई शेष तारिख रहिछि। 6 तारिख रे नामांकन पत्र जांच एवं 9 तारिख पर्यंत नामांकन प्रत्याहार करबाकू समय सीमा धार्य करा जायछि। मार्च 16 तारिख सकाळ 9 टारू अपराह्न 4टा पर्यंत निर्वाचन अनुष्ठित हेबो और भोट गणति सही दिन अपराह्न 5 टारे आरंभ हेबो। परवर्ती खबर बंगोपसागर रे लघुचाप शुक्रवार ठारू रविवार पर्यंत प्रबल वर्षा। दक्षिण केंद्रीय बंगोपसागर रे लघुचाप क्षेत्र संभावना रहिछि। एहा प्रभाव रे श्रीलंका रे प्रबल वर्षा हेबो। तमिलनाडु, पुडुचेरी एवं केरल रे मध्य वर्षा संभावना रहिछि। शुक्रवार रु रविवार पर्यंत वर्षा लागि रहिबो बोली पूर्वानुमान करिसेंति अंतर्जातीय पाणीपाग विज्ञानी
ଜାସନ୍ ନିକୋଲ୍ସ। ଗତ ସପ୍ତାହରେ ବର୍ଷା ସମ୍ଭାବନା ଥିଲା। ବର୍ଷା ଯୋଗୁଁ ଭାରତ ପ୍ୟାକ୍ ଟି20 ମ୍ୟାଚ୍ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲା, କିନ୍ତୁ ଚଳିତ ସପ୍ତାହରେ ବର୍ଷା ହେବ କହିଛନ୍ତି ଜାସନ୍ ନିକୋଲ୍ସ। ପରବର୍ତ୍ତୀ ଖବର, କଂଗ୍ରେସ ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବ କହିଲେ ରାମଚନ୍ଦ୍ର କାଡାମ୍। ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ। ଦଳ ଭିତରୁ ଜଣକୁ ପ୍ରାର୍ଥୀ କରିବୁ। ଏକ ହୋଇ ଜିତାଇବାକୁ ଚେଷ୍ଟା କରିବୁ। ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ। ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ। ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ ବୋଲି କାଡାମ୍ କହିଛନ୍ତି। ମାର୍ଚ୍ଚ 16ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି। ଏପ୍ରିଲରେ ଓଡ଼ିଶାର 4ଟି ଆସନ ଖାଲି ହେଉଥିବାରୁ ଏହି ଆସନଗୁଡ଼ିକରେ ଭୋଟ୍ ଗ୍ରହଣ କରାଯିବ। ଓଡ଼ିଶାରୁ ସାଂସଦ ମମତା ମହନ୍ତ, ସୁଜିତ କୁମାର, ମୁନ୍ନା ଖାଁ, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି 4 ଆସନକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ପରବର୍ତ୍ତୀ ଖବର, ଇଭି ବସ୍ ତାଲିମ ସାରି ଓଡ଼ିଶା ଫେରିଲେ 20 ମହିଳା ଚାଳକ। ଏବେ ଶେଷ ପର୍ଯ୍ୟାୟ ଟ୍ରେନିଂ। କ୍ୟାପିଟାଲ ରିଜିଅନ୍ ଅରବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ ଆମ ବସ୍ ଦେବା ପାଇଁ ମହିଳା ଚାଳକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଉନ୍ନତ ଇଭି ବସ୍ ତାଲିମ ନେଲେ 20 ଜଣ ମହିଳା। ବୈଧ ଭାରିଯାନ ଚାଳନା ଅନୁମତି ପତ୍ର ଥିବା ମହିଳା ଚାଳକଙ୍କୁ ପୁନେରେ ଉନ୍ନତ ତାଲିମ ପାଇଁ ଚୟନ କରାଯାଇଥିଲା। ସେମାନେ ସଫଳତାର ସହିତ ନିଜର ତାଲିମ ସମାପ୍ତ କରି ଓଡ଼ିଶା ଫେରିଛନ୍ତି। ଏହି 14 ଦିନିଆ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁନେ ସ୍ଥିତ ଏକ୍ସା ମୋବିଲିଟି ପ୍ଲାଣ୍ଟରେ 2 ଫେବୃଆରୀରୁ 14 ଫେବୃଆରୀ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଆନୁଷ୍ଠାନିକ ଭାବେ ନିୟୋଜିତ ହେବା ପୂର୍ବରୁ ଏହି ପ୍ରଶିକ୍ଷିତ ଚାଳକମାନେ ଓଡ଼ିଶାରେ ଆଉ 15 ଦିନର ସ୍ଥାନୀୟ ଡ୍ରାଇଭିଂ ଅଭ୍ୟାସ ଏବଂ ରୁଟ୍ ଚିହ୍ନଟ ପ୍ରକ୍ରିୟା ଦେଇ ଗତି କରିବେ। ସଫଳ କ୍ଷେତ୍ର ଅଭ୍ୟାସ ଏବଂ ମୂଲ୍ୟାଙ୍କନ ପରେ ହିଁ ସେମାନଙ୍କୁ ଆମ ବସ୍ ସେବା ପରିଚାଳନା ପାଇଁ ଏକ ସମର୍ପିତ ମହିଳା ଚାଳକ ଭାବରେ ନିୟୋଜିତ କରାଯିବ। ପରବର୍ତ୍ତୀ ଖବର, ସାର୍ଥକ ନିଖୋଜ ଘଟଣା ସ୍ପଷ୍ଟୀକରଣ ରଖିଲା ଜାହାଜ କମ୍ପାନୀ। ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା 22 ବର୍ଷୀୟ ଡେକ୍ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମିଳୁନି ଖୋଜ ଖବର। ପରିବାର ଲୋକେ ସିଙ୍ଗାପୁରରୁ ଫେରିବା ପରେ ଜାହାଜ କମ୍ପାନୀ ଉପରେ ଦୋଷ ଲଦିଥିବା ବେଳେ ଏହା ଉପରେ ଆଜି ସ୍ପଷ୍ଟୀକରଣ ରଖିଛି ଜାହାଜ କମ୍ପାନୀ। ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀ ସୂଚନା ଅନୁଯାୟୀ ଏମ୍ବି ଜାହାଜଟି ଫେବୃଆରୀ 15ରେ ସିଙ୍ଗାପୁରରେ ପହଞ୍ଚିଥିଲା। ଏହାପରେ ତଦନ୍ତ ସହ ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଏଥିରେ ସିଙ୍ଗାପୁରର ମାରିଟାଇମ୍ ଆଣ୍ଡ ପୋର୍ଟ ଅଥରିଟି, ଭାରତର ଡିଜି ସିପିଂ ଏବଂ ଭାରତୀୟ ହାଇକମିଶନର ପ୍ରତିନିଧି ଦଳ ଆଦି ଯୋଗ ଦେଇଥିଲେ। ପରେ ଡେକ୍ କ୍ୟାଡେଟ୍ ସାର୍ଥକଙ୍କ ମାମୁଁ ଓ ମା ଜାହାଜକୁ ଯାଇଥିଲେ। ଏହି ସମୟରେ ସମସ୍ତ ନିୟମାବଳୀ, ସୁରକ୍ଷା ଏବଂ ତଦନ୍ତ ପ୍ରୋଟୋକଲ ଅନୁସାରେ କରାଯାଇଥିଲା। ଏମ୍ପିଏ ଏବଂ ଡିଜି ସିପିଙ୍କ ଦ୍ୱାରା ସ୍ୱତନ୍ତ୍ର ତଦନ୍ତରେ କ୍ରୁ ସଦସ୍ୟମାନଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଫେବୃଆରୀ 16ରେ ଜାହାଜକୁ ସିଙ୍ଗାପୁରରୁ ଯାତ୍ରା ପାଇଁ ଅନୁମତି ମିଳିଥିଲା। ତେବେ ବର୍ତ୍ତମାନ ଏହି ଜାହାଜ ସାଂଘାଇ ଅଭିମୁଖେ ଯାତ୍ରା କରୁଛି। କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ଏବଂ ଜାହାଜ ମାଲିକ ସମସ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖି ତଦନ୍ତରେ ସହଯୋଗ କରୁଛି। ପରବର୍ତ୍ତୀ ଖବର, କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ। ଭୋଜି ଚାଲିଥିଲା ବେଳେ ଗୁଳିମାଡ଼, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ। କଟକ ମର୍ଦ୍ଦପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସାଙ୍ଗମାନେ ମିଶି ଭୋଜି କରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଏହି ଗୁଳିମାଡ଼ ହୋଇଛି। ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା। ତେବେ ସେ ଭଲ କ୍ରିକେଟ ଖେଳୁଥିବା ନେଇ ଜଣାପଡ଼ିଛି। କେଉଁ କାରଣରୁ ଗୁଳିମାଡ଼ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ତାଙ୍କର କାହା ସହ ଶତ୍ରୁତା ନଥିବା ନେଇ ସାଙ୍ଗମାନେ କହିଛନ୍ତି। ପରବର୍ତ୍ତୀ ଖବର, ହୋଲି ପୂର୍ବରୁ କର୍ମଚାରୀଙ୍କ ପାଇଁ ବଡ଼ ଉପହାର। ଡିଏ ବୃଦ୍ଧି ପାଇଁ ସରକାରଙ୍କ ସଂକେତ। ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି ଘୋଷଣା କରିପାରନ୍ତି ବୋଲି ରିପୋର୍ଟ କହିଛି। ଯଦି ଏହା ହୁଏ ତେବେ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ବୃଦ୍ଧି ପାଇବ। ସାଧାରଣତଃ ସରକାର ମାର୍ଚ୍ଚ ମାସରେ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଡିଏ ଘୋଷଣା କରନ୍ତି। ତେଣୁ ସମସ୍ତଙ୍କର ନଜର ବର୍ତ୍ତମାନ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି। ପରବର୍ତ୍ତୀ ଖବର, ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର। ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି 2025ରେ 22ଟି କମ୍ପାନୀର 88 ସାମ୍ପଲ ଯାଞ୍ଚ କରାଯାଇଥିଲା। ସେଥିରୁ 80ଟି ସାମ୍ପଲ ଠିକ୍
8ଟି ନମୁନା ନିମ୍ନମାନର ବୋଲି ଜଣାପଡ଼ିଛି। 10ଟି ଓଡ଼ିଶାର କମ୍ପାନୀ, 12ଟି ରାଜ୍ୟ ବାହାର କମ୍ପାନୀ ରହିଛି।